ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ୍ ଭଗବତ୍ ଗୀତାରୁ ଜ୍ଞାନର ମୋତି ସଂଗ୍ରହ କରୁଥିବା ଆମର ଏହି ଗଭୀର ମନ୍ଥନକୁ ସ୍ୱାଗତ। ଆଜି ଆମେ କର୍ମଯୋଗ ମାନେ ତୃତୀୟ ଅଧ୍ୟାୟର ଏମିତି ଗୋଟେ ଶ୍ଲୋକ ଉପରେ ଚର୍ଚ୍ଚା କରିବା ଯାହାକୁ ପୂରା ଅଧ୍ୟାୟର ସାର ବୋଲି କୁହାଯାଇପାରେ। ଏହି ଆଲୋଚନାର ପ୍ରକୃତ ଗଭୀରତାକୁ ଅନୁଭବ କରିବା ପାଇଁ ଶେଷ ପର୍ଯ୍ୟନ୍ତ ସାଥିରେ ରହିବାଟା ବହୁତ ଜରୁରୀ। ଆମର ଆଜିର କେନ୍ଦ୍ରବିନ୍ଦୁ ହେଉଛି ଭଗବତ୍ ଗୀତାର ତୃତୀୟ ଅଧ୍ୟାୟର 41ତମ ଶ୍ଲୋକ। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏମିତି ଏକ ଶତ୍ରୁ ବିଷୟରେ ସତର୍କ କରାଉଛନ୍ତି ଯିଏ ଆମ ଭିତରେ ହିଁ ଲୁଚି ରହିଛି। ଚାଲନ୍ତୁ ପ୍ରଥମେ ଶ୍ଲୋକଟିର ଶୁଦ୍ଧ ଉଚ୍ଚାରଣ ଶୁଣିବା। ତସ୍ମାତ୍ତ୍ୱମ୍ ଇନ୍ଦ୍ରିୟାଣि ଆଦୌ ନିୟମ୍ୟ ଭରତର୍ଷଭା ପାପ୍ମାନଂ ପ୍ରଜେହେନଂ ଜ୍ଞାନ ବିଜ୍ଞାନ ନାଶନମ୍। କୁ ନିୟନ୍ତ୍ରଣ କର। ନିର୍ଦ୍ଦିଷ୍ଟ ତ ମାନେ ପୁରା ସିଧା ଆଉ ସ୍ପଷ୍ଟ, କିନ୍ତୁ ଯୋଉ କଥାଟା ପ୍ରକୃତରେ ଚିନ୍ତା କରିବାକୁ ବାଧ୍ୟ କରୁଛି ସେଟା ହେଲା ୟାର କାରଣ। ଭଗବାନ କହୁଛନ୍ତି ଏହି ଶତ୍ରୁକୁ ମାରିଦିଅ, କାରଣ ଏହା ଜ୍ଞାନ ବିଜ୍ଞାନ ନାଶନମ୍। ଏ ଦୁଇଟି ଶବ୍ଦ ଜ୍ଞାନ ଏବଂ ବିଜ୍ଞାନ ଶୁଣିବାକୁ ତ ପ୍ରାୟ ସମାନ ଲାଗେ, କିନ୍ତୁ ଗୀତାରେ ଏହାର ନିଶ୍ଚିତ ଭାବରେ କିଛି ସ୍ୱତନ୍ତ୍ର ଆଉ ଗଭୀର ଅର୍ଥ ଥିବ। ଏ ଦୁଇଟା ଭିତରେ ପ୍ରକୃତ ପାର୍ଥକ୍ୟ କ'ଣ? ହଁ, ଏଇଟା ବହୁତ ବହୁତ ଭଲ ପ୍ରଶ୍ନଟିଏ। କାରଣ ଦେଖନ୍ତୁ, ଯେତେବେଳେ ଆମେ ଏଇ ଦୁଇଟି ଶବ୍ଦ ଭିତରେ ଥିବା ପାର୍ଥକ୍ୟକୁ ଠିକ୍ କରି ବୁଝିବା ନା, ସେତେବେଳେ ଯାଇ ଆମେ ଜାଣିପାରିବା ଯେ ଆମ ଭିତରର ଶତ୍ରୁ ମାନେ ଏଇ ଯୋଉ କାମ ବା କହିପାରିବା ଅନିୟନ୍ତ୍ରିତ ଇଚ୍ଛା ସେ କେତେ ଭୟଙ୍କର। ଦେଖନ୍ତୁ, ଜ୍ଞାନ ହେଉଛି ପରୋକ୍ଷ ଜ୍ଞାନ। ପରୋକ୍ଷ ଜ୍ଞାନ। ହଁ, ମାନେ ଶାସ୍ତ୍ର ପଢ଼ିକି, ଗୁରୁଙ୍କଠାରୁ ଶୁଣିକି କିମ୍ବା ବୁଦ୍ଧି ଦ୍ୱାରା ଆମେ ଯେଉଁ ସତ୍ୟକୁ ଜାଣିଥାଉ। ଉଦାହରଣ ଭାବରେ ଆମେ ଜାଣୁ ଯେ କ୍ରୋଧ କରିବା ଖରାପ, ଆତ୍ମା ଅମର କିମ୍ବା ସଂସାର ନାଶବନ୍ତ। ଏଇଟା ହେଲା ଜ୍ଞାନ। ଆଚ୍ଛା, ତେବେ ଏହା ହେଲା ତାତ୍ତ୍ୱିକ ବା ଥିଓରିଟିକାଲ ନଲେଜ। ତେବେ ବିଜ୍ଞାନ କ'ଣ? ଆଉ ବିଜ୍ଞାନ ହେଉଛି ଅପରୋକ୍ଷ ଜ୍ଞାନ, ମାନେ ପ୍ରତ୍ୟକ୍ଷ ଅନୁଭୂତି। ଯେତେବେଳେ ସେହି ଶାସ୍ତ୍ରୀୟ ଜ୍ଞାନଟା ସାଧନା, ଅଭ୍ୟାସ ଆଉ ଅନୁଭବ ଦ୍ୱାରା ଆମ ଜୀବନର ସତ୍ୟ ପାଲଟିଯାଏ। ଯେମିତି ଯେତେବେଳେ ଆମେ ପ୍ରକୃତରେ ଅନୁଭବ କରୁ ଯେ କ୍ରୋଧ ଛାଡ଼ିଦେଲେ କେତେ ଶାନ୍ତି ମିଳୁଛି, କିମ୍ବା ଧ୍ୟାନରେ ବସି ଆତ୍ମାର ସ୍ଥିରତାକୁ କ୍ଷଣିକ ପାଇଁ ଅନୁଭବ କରୁ, ସେଇଟା ହେଉଛି ବିଜ୍ଞାନ, ରିଏଲାଇଜ୍ଡ ନଲେଜ। ବୁଝିଗଲି। ତେବେ ଜ୍ଞାନ ହେଉଛି ମ୍ୟାପ୍ ଦେଖିବା, ହଁ, ଆଉ ବିଜ୍ଞାନ ହେଉଛି ସେହି ରାସ୍ତାରେ ଯାତ୍ରା କରି ଗନ୍ତବ୍ୟସ୍ଥଳର ଆନନ୍ଦ ଅନୁଭବ କରିବା। ବାଃ, ଏବେ ଏହା ପୁରା ସ୍ପଷ୍ଟ ହେଇଯାଉଛି ଯେ କାମନା କେମିତି ଏ ଦୁଇଟାକୁ ନଷ୍ଟ କରେ। ଏହା ପ୍ରଥମେ ଆମର ବିବେକ ମାନେ ଜ୍ଞାନର ମ୍ୟାପ୍କୁ ପୋଡ଼ିଦିଏ, ଆଉ ତାପରେ ଆମର ଯାତ୍ରାରୁ ମିଳୁଥିବା ଶାନ୍ତି ମାନେ ବିଜ୍ଞାନର ଅନୁଭୂତିକୁ ଛଡ଼ାଇ ନିଏ। ସେଥିପାଇଁ ବୋଧେ ଭଗବାନ ଏହାକୁ ପାପ୍ମାନମ୍ ବା ମହାପାପୀ କହିଛନ୍ତି। ଏକଦମ ଠିକ୍। ଆଉ ସେଇଥିପାଇଁ ଭଗବାନ ଆଦୌ ଶବ୍ଦ ଉପରେ ଏତେ ଗୁରୁତ୍ୱ ଦେଇଛନ୍ତି। ଆଦୌ ମାନେ ଆରମ୍ଭରୁ ହିଁ? ହଁ, ଆରମ୍ଭରୁ ହିଁ। କାରଣ କ'ଣ ନା, କାମନା ହଠାତ୍ ଆକ୍ରମଣ କରେନି। ଏହାର ବୃଦ୍ଧି ଗୋଟେ ମନୋବୈଜ୍ଞାନିକ ଶୃଙ୍ଖଳାରେ ହୁଏ। ପ୍ରଥମେ ଇନ୍ଦ୍ରିୟ କୌଣସି ବିଷୟର ସଂସ୍ପର୍ଶରେ ଆସେ, ତାପରେ ମନ ସେ ବିଷୟରେ ଚିନ୍ତା କରେ, ତାପରେ ବୁଦ୍ଧି ଦୁର୍ବଳ ହୁଏ, ଆଉ ଶେଷରେ କାମନା ଏତେ ଶକ୍ତିଶାଳୀ ହୋଇଯାଏ ଯେ ତାହା ଆମକୁ କାର୍ଯ୍ୟ କରିବାକୁ ବାଧ୍ୟ କରେ। ଏହା ତ ଏକ ଡୋମିନୋ ଇଫେକ୍ଟ ପରେ। ହଁ, ଠିକ୍ ସେଇଆ। ଗୋଟିଏ ପରେ ଗୋଟିଏ ପଡ଼ି ଚାଲେ। ଆଉ ଭଗବାନ କହୁଛନ୍ତି ଯେ ଶେଷ ଡୋମିନୋକୁ ଅଟକାଇବାକୁ ଚେଷ୍ଟା ନ କରି ସବୁଠାରୁ ପ୍ରଥମ ଡୋମିନୋକୁ ହିଁ ହଟାଇ ଦିଅ। ହଁ, କାରଣ ଥରେ ଆରମ୍ଭ ହୋଇଗଲେ ଏହାକୁ ଅଟକାଇବା ପ୍ରାୟ ଅସମ୍ଭବ। ସମ୍ପୂର୍ଣ୍ଣ ସତ୍। ଏହା ଠିକ୍ ସେହିପରି ଯେମିତି ନିଆଁର ଗୋଟେ ଛୋଟ ସ୍ଫୁଲିଙ୍ଗକୁ ଦେଖି ଅଣଦେଖା କରିଦେଲେ ତାହା ଭୟଙ୍କର ଅଗ୍ନିକାଣ୍ଡର ରୂପ ନିଏ। କିନ୍ତୁ ଆରମ୍ଭରୁ ପାଣି ଟୋପାଏ ପକାଇଦେଲେ ବିପଦ ଟଳିଯାଏ। ଇନ୍ଦ୍ରିୟ ସ୍ତରରେ ନିୟନ୍ତ୍ରଣ ହେଉଛି ସେହି ପାଣି ଟୋପା ପରି। ତେବେ ଚାଲନ୍ତୁ ଏହାକୁ ଆହୁରି ବ୍ୟବହାରିକ ସ୍ତରକୁ ଆଣିବା। ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବାର କଥା ଶୁଣିବାକୁ ବହୁତ ବଡ଼ ଲାଗେ। ଏହାର କିଛି ବାସ୍ତବ ଆଉ ଆଚରଣୀୟ ଉପାୟ କ'ଣ ହୋଇପାରେ? ଚାଲନ୍ତୁ ଦୃଷ୍ଟି ସଂଯମରୁ ଆରମ୍ଭ କରିବା। ଆଖିକୁ କିପରି ସଂଯମ କରାଯାଇପାରିବ? ଦେଖନ୍ତୁ, ଦୃଷ୍ଟି ସଂଯମ କେବଳ ଅଶ୍ଳୀଳ ବା ଖରାପ ଜିନିଷ ନ ଦେଖିବାରେ ସୀମିତ ନୁହେଁ। ଏହାର ଆଧୁନିକ ଅର୍ଥ ବହୁତ ବ୍ୟାପକ। ଉଦାହରଣ ସ୍ୱରୂପ, ସୋସିଆଲ ମିଡିଆରେ ଅନ୍ୟମାନଙ୍କର ସଫଳତା, ସୁଖ ଆଉ ବିଳାସପୂର୍ଣ୍ଣ ଜୀବନର ଚିତ୍ର ବାରମ୍ବାର ଦେଖିବା। ଏହା ଆମ ମନରେ ଅଜାଣତାରେ ଈର୍ଷା, ତୁଳନା ଆଉ ଅସନ୍ତୋଷର ବୀଜ ବୁଣିଥାଏ। ସେହି ମୁହୂର୍ତ୍ତରେ ନିଜ ଫୋନ୍କୁ ପାଖରେ ରଖିଦେବା ମଧ୍ୟ ଏକ ପ୍ରକାରର ଦୃଷ୍ଟି ସଂଯମ। ଆଚ୍ଛା। ଏହାର ଅର୍ଥ ହେଉଛି ଯେଉଁ ଦୃଶ୍ୟ ମନରେ ବିକାର ସୃଷ୍ଟି କରୁଛି ସେଥିରୁ ନିଜକୁ ସଚେତନ ଭାବରେ ଦୂରେଇ ନେବା। ଏହା ଏକ ଶକ୍ତିଶାଳୀ ବିଚାର।
ଅର୍ଥାତ୍ ଇନ୍ଦ୍ରିୟ ସଂଯମ କେବଳ ନକାରାତ୍ମକ ଜିନିଷରୁ ଦୂରେଇ ରହିବା ନୁହେଁ, ନା ଆଦୌ ନୁହେଁ। ବରଂ ଯେଉଁ ଜିନିଷଗୁଡ଼ିକ ଆମର ମାନସିକ ଶାନ୍ତିକୁ ଭଙ୍ଗ କରୁଛି ସେଥିରୁ ମଧ୍ୟ ଦୂରେଇ ରହିବା। ଏହି ତର୍କରେ ଦେଖିଲେ ବାଣୀ ସଂଯମ ବା କଥାର ସଂଯମ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହେବ। ନିଶ୍ଚିତ ଭାବରେ ବାଣୀ ସଂଯମ କେବଳ କମ୍ କଥା କହିବା ନୁହେଁ। ଏହାର ଅର୍ଥ ହେଉଛି ବ୍ୟର୍ଥ ଆଳାପ, ପରନିନ୍ଦା ବା କାହାକୁ ଆଘାତ ଦେବା ଭଳି କଥାରୁ ନିବୃତ୍ତ ରହିବା। ବେଳେବେଳେ ଆମେ କେବଳ ସମୟ କାଟିବା ପାଇଁ ବହୁତ କିଛି କହିଥାଉ, ଯାହା ଆମର ମାନସିକ ଶକ୍ତିକୁ ଅପଚୟ କରେ। ମନ ଯେତେ ଶାନ୍ତ ରହିବ, ଇଚ୍ଛା ସେତେ କମ୍ ହେବ, ଆଉ ମୌନ ବା ମିତଭାଷୀ ହେବା ମନକୁ ଶାନ୍ତ ରଖିବାର ଏକ ସର୍ବୋତ୍ତମ ଉପାୟ। ଏହା ଶୁଣି ମୋର ମନେ ପଡ଼ୁଛି ଯେ ଆମେ କେବଳ ମୁହଁ ଦେଇ ଖାଦ୍ୟ ଗ୍ରହଣ କରୁନାହୁଁ, ବରଂ କାନ ଦେଇ ଶବ୍ଦ ଏବଂ ଆଖି ଦେଇ ଦୃଶ୍ୟ ମଧ୍ୟ ଗ୍ରହଣ କରୁ। ଯଦି ଭୋଜନ ସଂଯମ ଜରୁରୀ, ତେବେ ଶ୍ରବଣ ସଂଯମ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହେବା କଥା। ବହୁତ ସୁନ୍ଦର ସଂଯୋଗ। ଆପଣ ଯାହା କହିଲେ ତାହା ହିଁ ସତ୍। ଭୋଜନ ସଂଯମ ବିଷୟରେ ଗୀତାରେ ବାରମ୍ବାର କୁହାଯାଇଛି। ତାମସିକ ଓ ରାଜସିକ ଭୋଜନ ଶରୀରରେ ଉତ୍ତେଜନା ଓ ମନରେ ବାସନା ବଢ଼ାଏ। ସେଥିପାଇଁ ସାତ୍ୱିକ ଆହାର ଉପରେ ଗୁରୁତ୍ୱ ଦିଆଯାଏ। ଠିକ୍ ସେହିପରି ଶ୍ରବଣ ସଂୟମ ହେଉଛି ଆମର ମାନସିକ ଆହାର। ଆମେ କ'ଣ ଶୁଣୁଛୁ? ଖରାପ ସଙ୍ଗୀତ, ନକାରାତ୍ମକ ଖବର, ଅଶ୍ଳୀଳ କଥାବାର୍ତ୍ତା ଏସବୁ ଆମ ମନକୁ ସେହି ଅନୁସାରେ ଗଢ଼ିଥାଏ। ଭଲ କଥା ଶୁଣିଲେ, ସତ୍ସଙ୍ଗ କଲେ ମନରେ ସକାରାତ୍ମକ ବିଚାର ଆସେ। ଏହା ମଧ୍ୟ ଇନ୍ଦ୍ରିୟ ନିୟନ୍ତ୍ରଣର ଏକ ଅଙ୍ଗ। ଏବଂ ଶେଷରେ ରହିଲା ସ୍ପର୍ଶ ସଂଯମ। ବୋଧହୁଏ ଏହା ସବୁଠାରୁ କଠିନ, କାରଣ ଏହାର ଅର୍ଥ କ'ଣ ସଂସାର ଛାଡ଼ି ଚାଲିଯିବା? ଆଦୌ ନୁହେଁ। ଗୀତା କେବେ ବି ପଳାୟନବାଦକୁ ସମର୍ଥନ କରେ ନାହିଁ। ଏଠାରେ ସ୍ପର୍ଶ ସଂଯମର ଅର୍ଥ ଶାରୀରିକ ସ୍ପର୍ଶର ଦୂରେଇ ରହିବା ନୁହେଁ, ବରଂ ଆସକ୍ତିରୁ ଦୂରେଇ ରହିବା। ଆସକ୍ତିରୁ? ହଁ, ଅର୍ଥାତ୍ ବିଷୟଗୁଡ଼ିକ ସହିତ ସଂସ୍ପର୍ଶରେ ଆସି ମଧ୍ୟ ସେଥିରେ ଲିପ୍ତ ନ ହେବା। ଜଣେ ଗୃହସ୍ଥ ମଧ୍ୟ ନିଜର ସମସ୍ତ କର୍ତ୍ତବ୍ୟ କରି ସଂସାରରେ ରହି ବିଷୟଗୁଡ଼ିକ ପ୍ରତି ଉଦାସୀନ ବା ସାକ୍ଷୀ ଭାବ ରଖିପାରିବ। ଏହା ହିଁ ପ୍ରକୃତ ସଂୟମ। ଅର୍ଥାତ୍ କର୍ମ କରିବା କିନ୍ତୁ କର୍ମଫଳରେ ଆସକ୍ତ ନ ହେବା। ଏହା ପ୍ରକୃତରେ ଏକ ଗଭୀର ଆଲୋଚନା। ଏହି ପ୍ରସଙ୍ଗରେ ମୋର ଆଉ ଗୋଟିଏ କଥା ମନକୁ ଆସୁଛି। ଭଗବାନ ଏଠାରେ ଅର୍ଜୁନଙ୍କୁ ଭରତର୍ଷଭ ବୋଲି ସମ୍ବୋଧନ କରିଛନ୍ତି। ଏହା କେବଳ ଏକ ନାମ ନୁହେଁ, ଏହା ପଛରେ କିଛି ମନୋବୈଜ୍ଞାନିକ କାରଣ ଥିବା ପରି ଲାଗୁଛି। ମାନେ ଏକ ପ୍ରକାରର ପେପ୍ ଟକ୍ ବା ଉତ୍ସାହବର୍ଦ୍ଧକ ଭଳି ଶୁଭୁଛି। ଆପଣ ଏକଦମ ଠିକ୍ ଧରିଛନ୍ତି। ଗୀତାରେ ଭଗବାନଙ୍କର ପ୍ରତ୍ୟେକ ଶବ୍ଦର ଏକ ଉଦ୍ଦେଶ୍ୟ ରହିଛି। ଭରତର୍ଷଭର ଅର୍ଥ ହେଉଛି ଭରତ ବଂଶର ଶ୍ରେଷ୍ଠ ପୁରୁଷ। ଏହା କୌଣସି ସାଧାରଣ ବା ଦୁର୍ବଳ ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ ନାହିଁ। ଏହା ଏପରି ଜଣେ ଯୋଦ୍ଧାକୁ କୁହାଯାଏ, ଯାହାଙ୍କ ପାଖରେ ତେଜ, ସାହସ, ସହନଶୀଳତା ଏବଂ ସଂଯମ କରିବାର କ୍ଷମତା ଅଛି। ଆଚ୍ଛା। ଭଗବାନ ଏହି ଶବ୍ଦ ବ୍ୟବହାର କରି ଅର୍ଜୁନଙ୍କୁ ମନେ ପକାଇ ଦେଉଛନ୍ତି, ହେ ଅର୍ଜୁନ, ତୁମେ ଦୁର୍ବଳ ନୁହଁ। ତୁମ ଭିତରେ ଏହି କଠିନ କାର୍ଯ୍ୟ କରିବାର ସାମର୍ଥ୍ୟ ଅଛି। ତୁମେ ଭରତ ବଂଶର ଗୌରବ, ତେଣୁ ମୁଁ ତୁମକୁ ଏହି ଉପଦେଶ ଦେଉଛି। ଏହା ଏକ ପ୍ରକାର ସମ୍ମାନ ଏବଂ ପ୍ରେରଣା। ଏହା ଏକ ଚମତ୍କାର ଦୃଷ୍ଟିକୋଣ। କିନ୍ତୁ କିଛି ଲୋକ ଯୁକ୍ତି କରିପାରନ୍ତି ଯେ ଆଜିର ଦୁନିଆରେ ଯେଉଁଠି ମୋବାଇଲ, ଇଣ୍ଟରନେଟ୍ ଆଉ ମନୋରଞ୍ଜନର ଅସୀମିତ ସମ୍ଭାବନା ରହିଛି, ସେଠାରେ ଏତେ ଇନ୍ଦ୍ରିୟ ନିୟନ୍ତ୍ରଣ କରିବା ବ୍ୟବହାରିକ ନୁହେଁ। ଏହା ଜୀବନର ଆନନ୍ଦକୁ କମ୍ କରିଦେବ ନାହିଁ କି? ଏହା ଏକ ବହୁତ ପ୍ରାସଙ୍ଗିକ ପ୍ରଶ୍ନ। କିନ୍ତୁ ଭଗବାନଙ୍କ ଦୃଷ୍ଟିକୋଣ ଠିକ୍ ଏହାର ଉଲ୍ଟା। ସେ କହୁଛନ୍ତି, ଇନ୍ଦ୍ରିୟମାନଙ୍କୁ ଅସୀମିତ ସ୍ୱାଧୀନତା ଦେବା ପ୍ରକୃତ ଆନନ୍ଦ ନୁହେଁ, ବରଂ ଏହା ଦୁଃଖର କାରଣ। ଓହୋ। ପ୍ରକୃତ ଆନନ୍ଦ, ଶକ୍ତି ଏବଂ ଶାନ୍ତି ସଂଯମରୁ ହିଁ ଆସେ। ଆଉ ଆପଣ ଆଧୁନିକ ଯୁଗର କଥା କହିଲେ, ମୋ ମତରେ ଏହି ଶ୍ଲୋକ ଆଜିର ଯୁଗ ପାଇଁ ପୂର୍ବ ଅପେକ୍ଷା 1000 ଗୁଣ ଅଧିକ ପ୍ରାସଙ୍ଗିକ। ଏହା କିପରି? ଏହାକୁ ଟିକେ ବିସ୍ତାରରେ ବୁଝାଇବେ କି? ନିଶ୍ଚୟ। ଆଜିର ଦୁନିଆ ଆଟେନସନ୍ ଇକୋନୋମି ଉପରେ ଚାଲିଛି। ଧ୍ୟାନର ଅର୍ଥବ୍ୟବସ୍ଥା? ହଁ। ପ୍ରତ୍ୟେକ ଆପ୍, ପ୍ରତ୍ୟେକ ବିଜ୍ଞାପନ, ପ୍ରତ୍ୟେକ କଣ୍ଟେଣ୍ଟ ଆମର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ଏହି ପରିସ୍ଥିତିରେ ଯିଏ ନିଜ ଇନ୍ଦ୍ରିୟକୁ ସଂଯମ କରିପାରିଲା, ସେ ହିଁ ନିଜର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ମାନେ ଧ୍ୟାନ ବା ଫୋକସ୍କୁ ବଞ୍ଚାଇ ପାରିବ। ଠିକ୍ କଥା। ଯେଉଁ ଛାତ୍ର ପାଠ ପଢ଼ିବା ସମୟରେ ଫୋନ୍ ନୋଟିଫିକେସନକୁ ଅଣଦେଖା କରିପାରିଲା, ସେ ହିଁ ସଫଳ ହେବ। ଯେଉଁ କର୍ମଚାରୀ କାମ ସମୟରେ ଅନାବଶ୍ୟକ ୱେବସାଇଟ୍ରୁ ଦୂରେଇ ରହିପାରିଲା, ସେ ହିଁ ଉତ୍ପାଦନକ୍ଷମ ହେବ। ତେଣୁ ଆଜିର ଯୁଗରେ
ସଂଯମ କେବଳ ଆଧ୍ୟାତ୍ମିକ ଗୁଣ ନୁହେଁ, ଏହା ଏକ ସୁପର ପାୱାର। ଏହା ଅବିଶ୍ୱାସନୀୟ। ଆଉ ଏହା କେବଳ କ୍ୟାରିୟରରେ ନୁହେଁ, ସମ୍ପର୍କ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସତ୍ୟ। ଏକଦମ। ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା କ'ଣ ଆଧୁନିକ ନ୍ୟୁରୋସାଇନ୍ସ ମଧ୍ୟ ଏହାକୁ ସମର୍ଥନ କରୁଛି। ଆଚ୍ଛା। ହଁ, ଯେତେବେଳେ ଆମେ ଇନ୍ଦ୍ରିୟକୁ ବାରମ୍ବାର ଉତ୍ତେଜିତ କରୁ, ଆମର ମସ୍ତିଷ୍କରେ ଡୋପାମିନ୍ର ସ୍ତର ଅସ୍ଥିର ହୋଇଯାଏ। କିନ୍ତୁ ଯେତେବେଳେ ଆମେ ସଂଯମ ଅଭ୍ୟାସ କରୁ, ଆମର ପ୍ରିଫ୍ରଣ୍ଟାଲ କର୍ଟେକ୍ସ, ଯାହାକି ନିଷ୍ପତ୍ତି ନେବା, ଧ୍ୟାନ କେନ୍ଦ୍ରିତ କରିବା ଏବଂ ଇଚ୍ଛାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ସେଇଟା ଅଧିକ ଶକ୍ତିଶାଳୀ ହୁଏ। ଓହ! ଏକ ପ୍ରକାରରେ କହିବାକୁ ଗଲେ ଭଗବାନ ଶ୍ରୀକୃଷ୍ଣ 5000 ବର୍ଷ ପୂର୍ବରେ ମାନସିକ ଜିମ୍ ପାଇଁ ଏକ ଫର୍ମୁଲା ଦେଇଥିଲେ। ଆଧ୍ୟାତ୍ମିକ ଜ୍ଞାନ ଏବଂ ଆଧୁନିକ ବିଜ୍ଞାନ ଗୋଟିଏ ସ୍ଥାନରେ ମିଶି ଯାଉଛନ୍ତି। ତେବେ ଆଜିର ଏହି ସମଗ୍ର ଆଲୋଚନାରୁ ଯଦି କିଛି ମୁଖ୍ୟ ସାରାଂଶ ବାହାର କରିବା, ତେବେ ତାହା କ'ଣ ହେବ? ଏହି ଶ୍ଲୋକର ସାରା ହେଉଛି 3ଟି ମୁଖ୍ୟ ବିନ୍ଦୁ। ପ୍ରଥମତଃ, ଜୀବନର ସବୁଠାରୁ ବଡ଼ ଶତ୍ରୁ ବାହାରେ ନୁହେଁ, ବରଂ ଆମ ଭିତରେ ହିଁ ଅଛି, ଆଉ ତାର ନାମ ହେଉଛି କାମ ବା ଅସୀମିତ ଇଚ୍ଛା। ଦ୍ୱିତୀୟତଃ, ଏହି ଶତ୍ରୁ ଆମର ତାତ୍ତ୍ୱିକ ଜ୍ଞାନ ମାନେ ଜ୍ଞାନ ଏବଂ ଆମର ଅନୁଭୂତିରୁ ମିଳିଥିବା ଶାନ୍ତି ମାନେ ବିଜ୍ଞାନ ଉଭୟକୁ ନଷ୍ଟ କରିଦିଏ। ଠିକ୍। ଏବଂ ତୃତୀୟତଃ, ଏହି ଶକ୍ତିଶାଳୀ ଶତ୍ରୁକୁ ପରାସ୍ତ କରିବାର ସର୍ବୋତ୍ତମ ରଣନୀତି ହେଉଛି ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହିଁ, ଅର୍ଥାତ୍ ଇନ୍ଦ୍ରିୟ ସ୍ତରରେ ହିଁ ତାକୁ ଅଟକାଇ ଦେବା। ଯିଏ ନିଜ ଇନ୍ଦ୍ରିୟକୁ ଜିତିପାରିଲା, ସେ ହିଁ ପ୍ରକୃତରେ ସମ୍ପୂର୍ଣ୍ଣ ଜୀବନକୁ ଜିତିପାରିଲା। ଅଦ୍ଭୁତ। ଯିଏ ଇନ୍ଦ୍ରିୟକୁ ଜିତିଲା, ସେ ଜୀବନକୁ ଜିତିଲା। ଆଶା, ଆଜିର ଏହି ଗମ୍ଭୀର ମନ୍ଥନରୁ ମିଳିଥିବା କିଛି ବିଚାର ଶ୍ରୋତାମାନଙ୍କ ସାଥିରେ ରହିବ। ଯଦି ଏହି ଆଲୋଚନା କାହାରି ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣିପାରେ ବୋଲି ମନେହୁଏ, ତେବେ ଏହାକୁ ସେମାନଙ୍କ ପାଖରେ ପହଞ୍ଚାଇବାକୁ ଭୁଲିବେ ନାହିଁ। ଆମେ ଦେଖିଛୁ ଯେ ଆମ କମେଣ୍ଟ ବକ୍ସରେ ଏକ ସୁନ୍ଦର ପରମ୍ପରା ସୃଷ୍ଟି ହୋଇଛି, ଯେଉଁଠାରେ ଶ୍ରୋତାମାନେ ଆଲୋଚନାର ଏହି ଧ୍ୟାନମଗ୍ନ ଭାବନାକୁ ଆଗକୁ ବଢ଼ାଇବା ପାଇଁ ଓଁ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଭଳି ମନ୍ତ୍ର ଲେଖିଥାନ୍ତି। ଏହା ପରସ୍ପର ସହ ଯୋଡ଼ି ହେବାର ଏକ ସୁନ୍ଦର ମାଧ୍ୟମ। ଆଗାମୀ ଆଲୋଚନାରେ ଆମେ ପରବର୍ତ୍ତୀ ଶ୍ଲୋକ ଉପରେ ଆହୁରି ଗଭୀରକୁ ଯିବା। ତେଣୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ଶେଷରେ ସମସ୍ତଙ୍କ ପାଇଁ ଏକ ଚିନ୍ତନୀୟ ବିଚାର ଛାଡ଼ି ଯାଉଛୁ। ଯଦି ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବା ଏକ ଯୁଦ୍ଧ, ତେବେ ଏହା ଚିନ୍ତା କରିବାକୁ ହେବ ଯେ ଆଧୁନିକ ଜୀବନର କେଉଁ କ୍ଷେତ୍ରରେ ଏହି ଯୁଦ୍ଧ ସବୁଠାରୁ ଅଧିକ କଠିନ ହୋଇପଡ଼ିଛି। ଏହା ଉପରେ ଟିକେ ଚିନ୍ତା କରିବା। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।